ସ୍ମୃତିର ଗଳିରେ ଫେରି ଆସିଲି, କିଛି ଦୃଶ୍ୟ କେବେ ପୁରୁଣା ହୁଏନି। ଏହା ହେଉଛି ଜେଏନ୍‌ଭି ସୁନ୍ଦରଗଡ଼, ମୋ ଜୀବନର ସବୁଠାରୁ ସୁନ୍ଦର ଅଧ୍ୟାୟ। ଷଷ୍ଠ ଶ୍ରେଣୀରେ ଛୋଟ ଛୋଟ ସ୍ୱପ୍ନ ନେଇ ଏଠାକୁ ଆସିଥିଲି, ଆଉ ଦ୍ୱାଦଶରେ ପହଞ୍ଚିଲା ବେଳକୁ ସେହି ସ୍ୱପ୍ନଗୁଡ଼ିକୁ ଆକାଶକୁ ଛୁଇଁବା ଶିଖିଗଲି। ସକାଳର ଥଣ୍ଡା ପବନ, ବେଲ୍‌ର ଶବ୍ଦ, ଆସେମ୍ବଲିର ପ୍ରାର୍ଥନା ଆଜି ମଧ୍ୟ କାନରେ ଶୁଭୁଛି। ହଷ୍ଟେଲରେ ସାଙ୍ଗମାନଙ୍କ ସହ ହସ ଖୁସି, ମଜା ମଜଲିସ୍, ଏପରି ଅନେକ ଅସଂଖ୍ୟ ଅମୂଲ୍ୟ ମୁହୂର୍ତ୍ତ ରହିଛି। କ୍ଲାସରୁମ୍‌ରେ ଶିକ୍ଷକଙ୍କ କଥା କେବଳ ପାଠ୍ୟପୁସ୍ତକରେ ସୀମିତ ନଥିଲା, ସେମାନେ ଜୀବନକୁ ବୁଝିବାକୁ ଶିଖାଉଥିଲେ। ଖେଳ ପଡ଼ିଆରେ ହାରିବା ଶିଖିଥିଲୁ, ଆଉ ସେହି ହାର ଆମକୁ ଜିତିବାର ମୂଲ୍ୟ ଶିଖାଇ ଦେଇଥିଲା। ଆଜି ପୁଣି ଏହି ପଥରେ ଚାଲିବା ସମୟରେ ମନେ ହେଉଛି ଯେପରି ସମୟ ଅଟକି ଯାଇଛି, ଆଉ ମୁଁ ପୁଣି ସେହି ଛୋଟବେଳକୁ ଫେରି ଯାଇଛି। ସମୟ ଆଗକୁ ବଢ଼ିଯାଏ ସିନା, କିନ୍ତୁ ସ୍ମୃତି ରହିଯାଏ, ଏବଂ କିଛି ସ୍ଥାନ ସବୁଦିନ ପାଇଁ ହୃଦୟରେ ବଞ୍ଚି ରହିଥାନ୍ତି।